ସମୟ ଏଇ ବୋଧେ ରାତି 12:30 ହୋଇଥିଲା। କେମିତି କେଜାଣି ମୋର ନିଦ ଭାଙ୍ଗିଗଲା। ପାଣି ପିଇବା ପାଇଁ ମୁଁ ରୋଷେଇ ଘରକୁ ଯାଉଥିଲି। ମୋ ପୁଅର ରୁମ୍ ପାଖରେ ପାଦ ଅଟକିଗଲା। କାହିଁକି ନା ପୁଅ ରୁମ୍ରୁ ଆଉ କାହାର କଥା ଶୁଭୁଥିଲା। ମୁଁ କାନେଇ ଶୁଣିବା ପାଇଁ ଚେଷ୍ଟା କଲି, ହେଲେ ଠିକ୍ରେ ଶୁଭୁ ନଥିଲା। ମୁଁ ମୋ ରୁମ୍କୁ ଯାଇ ଶୋଇଗଲି। ପରଦିନ ବି ସେମିତି ରାତି ଅଧାରେ ପୁଅ ରୁମ୍ରୁ କାହାର କଥା ଶୁଭୁଥିଲା। ମୋର ସନ୍ଦେହ ହେଲା, କାରଣ ବୋହୂ ତ ମରିବାର 1 ବର୍ଷ ହୋଇଯାଇଥିଲା। ମୋ ସାମ୍ନାରେ ହିଁ ତାକୁ କବର ଦିଆଯାଇଥିଲା। ପୁଣି ରାତି ଅଧରେ ପୁଅ କାହା ସହିତ କଥା ହେଉଛି? ସନ୍ଦେହ 2 ଗୁଣ ବଢ଼ିଗଲା। କାରଣ ବାରମ୍ବାର କହିବା ପରେ ବି ସେ ଦ୍ୱିତୀୟ ବିବାହ ପାଇଁ ରାଜି ହେଉନଥିଲା। ତେଣୁ ସେ ଘଟଣା ଜାଣିବା ପାଇଁ ପରଦିନ ସନ୍ଧ୍ୟାବେଳେ ମୁଁ ତା ରୁମ୍ରେ ଲୁଚିଗଲି। ଧୀରେ ଧୀରେ ସମୟ ବିତିଲା। ସନ୍ଧ୍ୟାରୁ ରାତି ହେଲା। ଆଉ ଯେତେବେଳେ ରାତି ବଢ଼ିଲା, ତା ରୁମ୍ର ଚଟାଣରେ ବିଛା ଯାଇଥିବା କାର୍ପେଟ ଟେକି ପୁଅ ଗୁପ୍ତ କବାଟ ଖୋଲିଦେଲା। ଆଉ ସେହି କବାଟ ଦେଇ ତଳୁ ଜଣେ ସ୍ତ୍ରୀ ଲୋକ ଉପରକୁ ଆସିଲେ। ଯେତେବେଳେ ସେ ସ୍ତ୍ରୀ ଲୋକର ଚେହେରା ଦେଖିଛି, ମୋ ପାଦ ଥରିବାକୁ ଲାଗିଲା। ମୁଁ ଚମକି ପଡ଼ିଲି। ପାଟିରୁ ବାହାରି ଆସିଲା, ଇଏ ତ... ଭିଡିଓରେ ସସ୍ପେନ୍ସ ଭରି ରହିଛି। ବହୁତ କିଛି ଶିକ୍ଷଣୀୟ କଥା ବି ରହିଛି। ତେଣୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖିବାକୁ ଅନୁରୋଧ। ମୋ ପୁଅ ଲଭ୍ ମ୍ୟାରେଜ କରିଥିଲା। ମୋତେ କିନ୍ତୁ ସେ ପସନ୍ଦ ନଥିଲା। ଏଥିପାଇଁ ମୁଁ ବିଷ ଦେଇ ମାରିଦେଲି। ମୋ ବୋହୂ ଲକ୍ଷରେ ଗୋଟିଏ ଥିଲା। ଆଉ ଚାନ୍ଦଠାରୁ ବି ସୁନ୍ଦର ଥିଲା ମୋ ବୋହୂ। ଏତେ ସୁନ୍ଦର ଥିଲା ଯେ ମୋ ପରିବାର ତଥା ପୁରା ମହଲ୍ଲାରେ ଏମିତି ସୁନ୍ଦର ବୋହୂ କାହାର ବି ନଥିଲେ। ମୋ ପୁଅ ବୋହୂର ଗୋଲାମ ହୋଇଯାଇଥିଲା। ମୋ କଥା ସେ କମ୍ ମାନୁଥିଲା। ଆଉ ପୁଅ ବୋହୂର ସେବାରେ ଲାଗି ପଡ଼ିଥିଲା। ବହୁତ ଜୋରରେ ରାଗ ଆସୁଥିଲା। ରାଗରେ ଆସିକି ଥରେ ତାକୁ ମୁଁ ବିଷ ଦେଇ ମାରିଦେଲି। ଆମେ ଏକ ଭିନ୍ନ ସମ୍ପ୍ରଦାୟର ଥିଲୁ। ମୋ ନାଁ ମାରିଆ। ମୋ ବିବାହ ଜଣେ ବହୁତ ବଡ଼ ଜମିଦାର ସହିତ ହୋଇଥିଲା। ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ବହୁତ ସାରା ଜମି ଆଉ ସମ୍ପତ୍ତି ଥିଲା। ଆମ ସମ୍ପତ୍ତିର ଚର୍ଚ୍ଚା ଦୂର ଦୂର ପର୍ଯ୍ୟନ୍ତ ଥିଲା। ବିଲର ମଝିରେ ଏକ ବଡ଼ ବଙ୍ଗଳା ତିଆରି କରିଥିଲୁ। ଘରେ କେଉଁ କଥାର ବି କମି ନଥିଲା। ଚାକର ବାକର ବି ଥିଲେ। ବିଲରେ କାମ କରିବା ପାଇଁ ଲୋକ ବି ଥିଲେ। ମୋର 2ଟି ପିଲା ଥିଲେ, ଜଣେ ପୁଅ ଆଉ ଜଣେ ଝିଅ। ଝିଅକୁ ପଢ଼ିବା ପାଇଁ ବିଦେଶ ପଠାଇ ଦେଇଥିଲି। ମୋର ଏକ ସ୍ୱପ୍ନ ଥିଲା କି ଏକ ବଡ଼ ଘରେ ମୋ ପୁଅର ବିବାହ କରିବି। ଆଉ ଏତେ ଧୁମଧାମରେ ବିବାହ କରିବି ଯେ କମ୍ ସେ କମ୍ 5ଟି ଗାଁର ଲୋକେ ତ ତା ବିବାହରେ ସାମିଲ ହେବେ। ବହୁତ ମଧ୍ୟସ୍ଥି ଆଉ ମ୍ୟାରେଜ ବ୍ୟୁରୋ ଗୁଡ଼ିକୁ ବିବାହ ପ୍ରସ୍ତାବ ଖୋଜିବା ପାଇଁ ଲଗେଇଦେଲି। ସେମାନଙ୍କୁ କହିଲି କି ମୋତେ ଏମିତି ବୋହୂ ଦରକାର, ବାସ୍ ଚାନ୍ଦ ବି ତା ଆଗରେ କିଛି ହୋଇନଥିବ। ଆଉ ମୁଁ ନିଜେ ବି ଝିଅ ଦେଖିବା ଆରମ୍ଭ କରିଦେଲି। ସେହିଦିନ ମୋତେ ଟିକେ ସନ୍ଦେହ ହେଲା, ମୋ ପୁଅ ବୋଧେ କେଉଁ ଝିଅର ଚକ୍କରରେ ଅଛି। କାହିଁକି ନା ରାତିରେ ତା ରୁମ୍ରୁ କଥା ହେବାର ଶୁଭୁଥିଲା। ସାରା ରାତି ଫୋନରେ ବ୍ୟସ୍ତ ରହୁଥିଲା। ମୁଁ ଚିନ୍ତାଗ୍ରସ୍ତ ହୋଇଯାଇଥିଲି। କିଛି ଦିନ ପରେ ପୁଅ ମୋତେ କହିଲା କି ସେ ଗୋଟିଏ ଝିଅକୁ ପସନ୍ଦ କରୁଛି। ମୁଁ ପଚାରିଲି କି କିଏ ସିଏ? ସେତେବେଳେ ସେ ଏଲିନାର ନାଁ ନେଲା, ଯିଏକି ଆମର ଏକ ଶ୍ରମିକର ଝିଅ ଥିଲା। ଏତିକି ଶୁଣି ମୁଁ ପାଟି କଲି, ତୁ ଆମ ପରିବାରକୁ ବଦନାମ କରିବାକୁ ଚାହୁଁଛୁ କି? ମାତ୍ର ସେ ତା ଜିଦ୍ଦିରେ ଅଟଳ ରହିଲା। କିନ୍ତୁ ମୁଁ ତା କଥା ମାନିବାକୁ ପୁରା ମନା କରିଦେଲି। ମୋତେ ଲାଗିଲା କି କିଛି ଦିନ ପରେ ସେ ସବୁ ଭୁଲିଯିବ। ମାତ୍ର ଦିନେ ଏମିତି ଘଟଣା ସାମ୍ନାକୁ ଆସିଲା ଯେ ମୋ ହୋସ୍ ଉଡ଼ିଗଲା। ଦିନେ ମୁଁ ଆମ ବଙ୍ଗଳାରେ ବସିଥିଲି। ସେଠାକୁ ମୋ ପୁଅ ଆସିଲା। ତା ସାଥିରେ ଏଲିନା ବି ଥିଲା। ମୁଁ ପଚାରିଲି କି ତାକୁ ଏଠିକୁ କାହିଁକି ଆଣିଛୁ? ସେଠୁ ସେ କହିଲା କି ଇଏ ତମ ବୋହୂ। ଶୁଣିକି ମୋ ପାଦ ତଳୁ ମାଟି ଖସିଗଲା। ମୋ ପୁଅ ଜଣେ ଶ୍ରମିକର ଝିଅକୁ ବିବାହ କରିନେଲା। ଏଲିନା ବହୁତ ସୁନ୍ଦର ଥିଲା।
पूरा गाँरे एमिति सुंदर झील नथिले, मात्र मु आम परी गोटे बड़ परिवार रे विवाह कराइबाकु चाहुथिली। आज मोर सबु स्वप्न माटी रे मिसीगला। मो जिद्दी पाई से चुपचाप विवाह करिकी घर को आसीथिला। मु तांको घरु भी बाहर करि पारि नथिली, काहेकि ना मु मो पुओ को बहुत भल पाउथिली। बहुत थर ताकु मु डाकिकी कहिली कि पुओ, जेबे एलिना ठारू तो मन छाड़ी जीवो ताकु छाड़ी दबो। मात्र पुओ मो कथा सुनिलानी। लोक माने भी बहुत एपट सेपट कथा होथिले। एते बड़ घरर पुओ एमिति काम कला। मो संपर्कीय घर को आसीबा बंद करिदेले। मो बोहू को एबे घृणा लागुथिला। ता सहित मु बहुत खराब व्यवहार करुथिली। कथा कथारे ताकु मु गाली देउथिली, विभिन्न कथा सुनाउथिली। मात्र ना से केवल एसबु बर्दाश्त करुथिला, बरं मते खुशी रखिबा पई पूरा चेष्टा करुथिला। से घरर सबु काम निजे करुथिला, आ मोर प्रिय हेबाकू चेष्टा करुथिला। मात्र मु ता कामरे भूल बाहर करुथिली। बिना कारण रे ताकू गाली देउथिली। अन्य पटरे मो पुओ तो स्त्रीर गुलाम थिला। ता बिना से कौनसी काम करुनथिला। मु मना करिबा सत्वे भी तार सबु कथा मानुथिला। बहु मुहरु कथा बाहरिछि कि ना ता पूरण करि देउथिला मो पुओ। ए सबु देखिकी तो भितरे भितरे मु जळी जाउथिली। मु भाबुथिली कि केमिति ता विवाह भांगी जानता कि, मात्र भाबी पारु नथिली कि कौन करिबी बोली। दिने मोर जने सांग भेटिबा पई आसिला। मो बोहू को देखी से चकित होईगला। आउ कहिला कि तू एते नीच जातिर झियो केमिति आनिलु। से सब कथा सुनिबा परे मते गोटिए कथा कहिला। मो सुनिबा परे डरी जाइथिली, मात्र मते ता कथा अनुसारे काम करिबार थिला। मो पाखरे आउ किछि भी बाट नथिला, काहेकि ना जेमिति हेले मु मो बोहू को दूरे देबाकू चाहुथिली। थरे मु आउ बोहू एकला थिलु। बोहू बाथरूम को गाधोइबाकू चलीगला। आ मु प्रथमरु ही जने केला सहित कथा होइथिली। सेही समय सुविधा देखिकी सेही केला को साप सहित डाकिदेली। एही काम बिल्कुल एकला ही करिबार थिला। केला को कहिली कि साप को तू ड्रेसिंग टेबुल पाखरे रखी देइथिबो। बोहू सेठाकू जीवा परे ताकू दंसी देव। मो कहिबा अनुसारे से केला एमिति ही कला। से बाहरु कबाड़ बंद करिदेला। साप भी विषाक्त थिला। पुणी बोहू बाहर को आसीबा पर्यंत अपेक्षा कली। जेतेबेले बोहू बाथरूम रो आसी से रूम भीतर को गला, किछि समय परे मते ता पार्टी करिवार शब्द सुबिला। जल्दी जल्दी मो पुओ को फोन कली, कारण मु मो उद्देश्य रे सफल होई जाइथिली। पुणी मु मो रूम को चली गली। किछि समय परे मो पुओ दौड़ी की घर को आसिला। मो पाख को आसी कहला कि माँ, एलिना को विषाक्त साप कामुड़ी देइछि। मु ताकू हॉस्पिटल नहीं जाउछि। एहा सुनी मु ताकू मिछ आश्वासना देली। आ सेठारे बसी बोहूर मृत्यु खबरर अपेक्षा कली। राति 1 होइथिला। मो पुओ हॉस्पिटल लु फोन कला, कहिला कि एलिना आउ ए दुनिया रे नाही, तार मृत्यु होइगला। बहुत भयंकर आ विषधर साप ताकू कामुड़ी देइथिला। आ ठीक समय रे ताकू हॉस्पिटल आनी न पारिबारु विष पूरा शरीर रे चढ़ी जाइथिला। ए कथा सुनी मु खुशी रे पागल होई जाइथिली। एया तो मु चाहुथिली मो बोहू मरी जाए आ मो ऊपर को कथा न आसु। मु खुशी थिली कि एबे मो पुअर विवाह मो इच्छा अनुसारे करि परिबी। सकाळु मो बोहूर मृतदेह घर को आसिला। ता बापा माँ और आम संपर्कीय घर को आसीथिले। मु बहुत खुशी थिली, किंतु मिछरे कांदिबार बाहाना करुथिली। ता मृतदेह सहित शेष प्रथा करागला। पुणी ताकू कबर देबा पई मशाणी नियागला। मु भी ता साथी रे जाइथिली। मो पुओ मो आखि सामना रे ताकू कबर देला।
ମୋ ବୋହୂର ବିଦାୟ ଦେଖି ସେଦିନ ଟିକେ ମୁଁ ବିଚଳିତ ହୋଇ ପଡ଼ିଥିଲି। ମାତ୍ର ଏହା ଭାବି ମୁଁ ଟିକେ ଖୁସି ହେବାକୁ ଚେଷ୍ଟା କଲି କି ମୋ ରାସ୍ତାରୁ କଣ୍ଟା ହଟିଗଲା। ବୋହୂର ମୃତ୍ୟୁ ପରେ ମୁଁ ବହୁତ ଖୁସି ଥିଲି, ଆଉ ଏବେ ତାର ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲି। ଦିନେ ମୋ ପୁଅକୁ ଏକଥା କହିଲି, ମାତ୍ର ମୋ କଥା ପୂରା ହୋଇପାରିଲାନି, କାରଣ ସେ ଏବେ ବି ବୋହୂକୁ ଝୁରୁଥିଲା। ତେଣୁ ମୁଁ ଆଉ କିଛି ଦିନ ଅପେକ୍ଷା କରିବାର ନିଷ୍ପତ୍ତି ନେଲି। ଏମିତି 2 ମାସ ବିତି ଯାଇଥିଲା। ଏବେ ମୋ ପୁଅ ସହିତ ଜରୁରୀ କଥା ହେବାର ଥିଲା। ସେହିଦିନ ମୁଁ ରାତି ସାରା ଅନିଦ୍ରା ରହିଥିଲି, ଆଉ ଚିନ୍ତା କରୁଥିଲି କି ମୋ ପୁଅର କେମିତି ଦ୍ୱିତୀୟ ବିବାହ କରେଇବି। ପୁଅକୁ ମନେଇବା ପାଇଁ ନୂଆ ନୂଆ ବାଟ କଥା ଚିନ୍ତା କରୁଥିଲି। ମୁଁ ପୁରା ଉତ୍ସୁକ ଥିଲି। ଏତେ ଭାବୁଥିଲି ଯେ ମୋତେ ନିଦ ମାଡୁନଥିଲା। ରାତି ଅଧାରେ ଶୋଷ ଲାଗିଲା। ପାଣି ପିଇବା ପାଇଁ ରୁମ୍ ବାହାରକୁ ଗଲି। ଫେରିବା ବେଳକୁ କାହିଁକି କେଜାଣି ମନରେ ଆସିଲା କି ଦେଖେ ପୁଅ କ'ଣ କରୁଛି, ଶୋଇଛି ନା ଚିଆଇଛି। ଏତିକି ଭାବି ତା ରୁମ୍ ପାଖରେ ପହଞ୍ଚିଗଲି। ମାତ୍ର ଏ କ'ଣ ଦେଖୁଛି ମୁଁ? ସେ ଦୃଶ୍ୟ ଦେଖିବା ପରେ ଯେମିତି ମୋ ପାଦ ତଳୁ ମାଟି ଖସିଗଲା। ତା ରୁମ୍ରେ ଲାଇଟ୍ ଜଳୁଥିଲା। ମୁଁ ଡରିଗଲି। ମୁଁ ଭିତରକୁ ଯିବାକୁ ବାହାରିଥିଲି ତ ଏକ ସ୍ୱର ଯେମିତି ମୋତେ ରୋକିଦେଲା। ସେଇଟା ଗୋଟିଏ ସ୍ତ୍ରୀ ଲୋକର ସ୍ୱର ଥିଲା। ସେ ସ୍ୱର ଶୁଣିକି ମୁଁ ସ୍ତବ୍ଧ ହୋଇଗଲି, କାହିଁକି ନା ସେ ସ୍ୱର ମୋ ପୁଅର ରୁମ୍ରୁ ଆସୁଥିଲା। ମୋ ରଙ୍ଗ ବିଲକୁଲ ଫିକା ପଡ଼ିଗଲା, କାହିଁକି ନା ସେହି ସମୟରେ ଆମ ବଙ୍ଗଳାରେ ମୋ ବ୍ୟତୀତ ଦ୍ୱିତୀୟ ସ୍ତ୍ରୀ ଲୋକ ହିଁ ନଥିଲେ। ମୁଁ ତାର ରୁମ୍ର ବାହାରେ ଛିଡ଼ା ହୋଇ ବହୁତ ସମୟ ପର୍ଯ୍ୟନ୍ତ ସେ ସ୍ୱର ଶୁଣିବାକୁ ଚେଷ୍ଟା କଲି, କିନ୍ତୁ ମୋତେ କୌଣସି କଥା ବୁଝା ପଡୁନଥିଲା। ମାତ୍ର ମୋ ପୁଅ ଜଣେ ସ୍ତ୍ରୀ ସହିତ କଥା ହେବାରେ ବ୍ୟସ୍ତ ଥିଲା। କିଛି ସମୟ ପରେ ମୁଁ ସେଠାରୁ ମୋ ରୁମ୍କୁ ଦୌଡ଼ି ପଳାଇ ଆସିଲି। ଫେରିବା ପରେ ମୁଁ ପୁରା ଡରି ଯାଇଥିଲି। ସେ ସ୍ତ୍ରୀ ଲୋକ କିଏ? ମୋ ପୁଅ ଦ୍ୱିତୀୟ ଥର ପାଇଁ କେଉଁ ଝିଅ ସହିତ ସମ୍ପର୍କ ଗଢ଼ିନି ତ? ମୋତେ ବହୁତ ରାଗ ବି ଆସୁଥିଲା। ଏଥିପାଇଁ ମୁଁ ବି ଅଧିକ ଚିନ୍ତିତ ହୋଇ ପଡୁଥିଲି। ଏମିତି ଭାବୁ ଭାବୁ କେତେବେଳେ ମୋତେ ନିଦ ଆସି ଯାଇଥିଲା ଜଣା ପଡ଼ିଲାନି। ସକାଳୁ ମୁଁ ଖାଇବା ଟେବୁଲ ଉପରେ ପୁଅ ସହିତ ଦ୍ୱିତୀୟ ବିବାହ କଥା ହେବାକୁ ଚେଷ୍ଟା କଲି, ମାତ୍ର ସେ ଏହାକୁ ଏଡ଼େଇ ଗଲା। ସେ ମୋର ସବୁ କଥାକୁ ଏଡ଼େଇ ଯାଉଥିଲା, ଯେମିତି ମୋ କଥାର ତା ଉପରେ କିଛି ବି ଫରକ ପଡୁନଥିଲା। ମୋତେ ରାଗ ମାଡୁଥିଲା, ଆଉ ମୁଁ ସେ ରାତି କଥା ନେଇ ବହୁତ ଚିନ୍ତିତ ବି ଥିଲି। ମୁଁ ଭାବୁଥିଲି କି କାଳେ ମୁଁ ଭୁଲ ଦେଖିଥିବି ବୋଲି। ତେଣୁ ଆଜି ରାତିରେ ପୁଣି ପୁଅ ରୁମ୍କୁ ଯିବା ପାଇଁ ଠିକ୍ କଲି। ମୁଁ ଜାଣିବାକୁ ଚାହୁଁଥିଲି କି ସେ ସ୍ତ୍ରୀ ଲୋକ କିଏ। ସାରା ଦିନ ମୋର ସେଇ ଚିନ୍ତାରେ ବିତିଗଲା। କାଳେ ମୋ ପୁଅର ଆଉ କେଉଁ ଝିଅ ସହିତ ସମ୍ପର୍କ ସୃଷ୍ଟି ହୋଇଯାଇନି ତ? ମୋର ସେହି ଦିନ କଥା ମନେ ପଡ଼ିଗଲା, ଯେବେ ବିବାହ ପୂର୍ବରୁ ମୋ ପୁଅ ଲୁଚି ଲୁଚି ସେଇ ଶ୍ରମିକର ଝିଅ ସହିତ ଦେଖା କରୁଥିଲା। ମୁଁ କେତେଥର ସେଇ ଦୁହିଁଙ୍କୁ ଛାତ ଉପରେ ଦେଖିଥିଲି, ମାତ୍ର ମୋର ଅନୁମାନ ନଥିଲା କି କଥା ଏତେ ଆଗକୁ ବଢିଯିବ ବୋଲି। ମୋ ପୁଅ ସେହି ଝିଅକୁ ବିବାହ କରିନେବ ବୋଲି। ସେହି ସମୟରେ ମୋ ପୁଅକୁ ମୁଁ ବହୁତ ଢିଲା ଛାଡ଼ି ଦେଇଥିଲି। ମାତ୍ର ଏଥର ମୁଁ ସେମିତି କିଛି ବି କରେଇ ଦେବିନି ବୋଲି ସ୍ଥିର କରିନେଇଥିଲି। କେଉଁ ବି ଏମିତି ସେମିତି ଝିଅକୁ ମୋ ପୁଅ ସହିତ ବିବାହ କରେଇ ଦେବି ନାହିଁ। ଏଥିପାଇଁ ମୁଁ ମୋ ପୁଅର ରୁମ୍ ପାଖକୁ ଯାଇ ସବୁବେଳେ ନଜର ରଖିବାକୁ ନିଷ୍ପତ୍ତି ନେଲି। ଯେବେ ଅଧା ରାତି ହୋଇଗଲା, ମୁଁ ଖଟରୁ ଉଠି ରୋଷେଇ ଘର ଆଡ଼କୁ ଗଲି। ପାଣି ପିଇ ପୁଅର ରୁମ୍ ଆଡ଼କୁ ଧୀରେ ଧୀରେ ଗଲି। ସେଠାରେ ପହଞ୍ଚିବା ପରେ ସେ ଦୃଶ୍ୟ ଦେଖି ମୋ ଯେମିତି ରୋମ ଟାଙ୍କୁରିଗଲା। କାହିଁକି ନା ଆଜି ବି ତା ରୁମ୍ର ଲାଇଟ୍ ଜଳିଥିଲା। ନା କେବଳ ଲାଇଟ୍ ଜଳୁଥିଲା, ଭିତରୁ ଜଣେ ଝିଅ ଚିଲେଇବା ଶୁଭୁଥିଲା। କାନ୍ଥ ନିକଟରେ କାନ ଲଗାଇ ଶୁଣିବା ପାଇଁ ଚେଷ୍ଟା କଲି, ମାତ୍ର ସ୍ୱର କମ୍ ଶୁଭୁଥିଲା। ଭିତରୁ ସ୍ପଷ୍ଟ ଭାବରେ ବାହାରକୁ ଶୁଭୁନଥିଲା ସେ ଝିଅ କାହିଁକି ଚିଲଉଥିଲା। ପୁଣି ମୋ ମନରେ ଖିଆଲ ଆସିଲା କି ଝରକା ଦେଇ ଯାଇ ଦେଖେ। ଏକ କଳା ଚାଦରରେ ନିଜକୁ ଘୋଡ଼େଇ ହୋଇଯାଇ ଝରକା ଫାଙ୍କରେ ଦେଖେ ତ ମୋ ପାଦ ତଳୁ
ଯେମିତି ମାଟି ଖସିଗଲା। ସେ ରୁମରେ ସତରେ ଜଣେ ଝିଅ ଥିଲା। ମୋ ପୁଅ ସହିତ କଥା ହେଉଥିଲା। ସେ ଝିଅର ପିଠି ମୋ ଆଡକୁ ଥିଲା, ସେଥିପାଇଁ ତା ଚେହେରା ମୁଁ ଦେଖିପାରୁନଥିଲି। କିନ୍ତୁ ଝରକା ଟିକେ ଦୂରରେ ଥିବାରୁ ତା ସ୍ୱର ଠିକରେ ଶୁଭୁନଥିଲା। ଯେମିତି ବି ଶୁଭୁଥିଲା, ଜଣାଶୁଣା ଲାଗୁଥିଲା। ସେ ସ୍ୱର କାହାର ହୋଇପାରେ? ତେଣୁ ଦିମାଗ ଉପରେ ଜୋର ପକେଇଲି, କିନ୍ତୁ ମୁଁ ଜାଣିପାରୁନଥିଲି। ଆଉ ଏମିତି 3-4 ଦିନ ଯାଏ ଚାଲିଲା। ମୁଁ ବି ପ୍ରତିଦିନ ତା ରୁମକୁ ଆସି ସମାନ କଥା ଦେଖୁଥିଲି, ଆଉ ଜାଣିବାକୁ ଚେଷ୍ଟା କରୁଥିଲି କି ସେ ସ୍ତ୍ରୀ ଲୋକ ଜଣକ କିଏ। ମାତ୍ର ଜଣା ପଡୁନଥିଲା। ମତେ ଲାଗୁଥିଲା କି ବୋଧେ ଗାଁର କୌଣସି ଝିଅ ହୋଇଥିବ। ଦିନେ ରାତିରେ ମୁଁ ଦେଖିଲି ଯେ ପୁଅର ରୁମରୁ ଆଉ ଜଣେ ଝିଅ ବାହାରିଲେ। ଝିଅଟି ତା ଚେହେରା ଲୁଚାଇ ରଖିଥିଲା। ଦୁହେଁ ରୁମରୁ ବାହାରି ଛାତ ଉପରକୁ ଗଲେ। ଏବେ ତ ମୋ ଚିନ୍ତା ଆହୁରି ବଢି ଯାଇଥିଲା। ପରଦିନ ମୋ ପୁଅକୁ କହିଲି ଯେ ତତେ ଦ୍ୱିତୀୟ ବିବାହ କରିବା ଆବଶ୍ୟକ। ସେ ବି କହିଲା କି ହଁ ହଁ, ମୁଁ ବି ଭାବୁଛି ସେ କଥା, କିନ୍ତୁ ଏଥର ବି ମୋ ପସନ୍ଦରେ ବିବାହ କରିବି। ଆଉ ଗୋଟେ ଝିଅ ବି ପସନ୍ଦ କରିଛି। ପୁଅର ଏକଥା ଶୁଣିବା ପରେ ମୋ ଚିନ୍ତା ଦ୍ୱିଗୁଣିତ ହୋଇଗଲା। ଆଉ ଭାବିଲି ଯେ ରାତିରେ ମୋ ପୁଅ ସେ ଝିଅ ସହିତ ହିଁ କଥା ହେଉଛି ନିଶ୍ଚୟ। ମୋ ପୁଅ ସେଦିନ କୌଣସି କାମ ପାଇଁ ତରବରରେ ବାହାରିଗଲା, ତେଣୁ ପୁରା କଥା ହୋଇପାରିଲାନି। ତେଣୁ ଆଉ ଦିନକର କଥା, ଯେବେ ମୁଁ ତା ରୁମକୁ ଗଲି ତ ଜଣେ ଝିଅର ପୋଷାକ ଦେଖିଲି। ତେଣୁ ମୋର ଅନୁମାନ ହେଲା କି ସବୁ ରାତିରେ ସେଇ ଝିଅ ହିଁ ଆସୁଛି। କେତେ ଦିନ ଯାଏ ତା ରୁମ ବାହାରେ ପହରା ଦେଲି ମୁଁ, କିନ୍ତୁ ସେଇ ଝିଅର ମୁହଁ ଦେଖିପାରୁନଥିଲି। ମତେ ଡର ଲାଗୁଥିଲା, କାଳେ ପୁଅ ଲୁଚେଇ ଲୁଚେଇ ଦ୍ୱିତୀୟ ବିବାହ କରିସାରିନି ତ। ତେଣୁ ମୁଁ ଗୋଟିଏ ପ୍ଲାନ୍ କଲି। ନିଜେ ତା ରୁମକୁ ଯାଇ ଦେଖିବାକୁ ନିଷ୍ପତ୍ତି ନେଲି। ମୋ ପୁଅ ସହିତ ସେ ଝିଅ କିଏ? ପୁଅ ସାରା ଦିନ ଜମିବାଡିର କାଗଜପତ୍ର କାମ ସାରିବା ପରେ ସନ୍ଧ୍ୟାରେ ଘରକୁ ଫେରୁଥିଲା। ସନ୍ଧ୍ୟା ହେବା ପୂର୍ବରୁ ମୁଁ ପୁଅର ରୁମକୁ ଚାଲିଗଲି, ଆଉ ଭିତରେ ଥିବା ଝରକାର ପରଦା ପଛପଟେ ଲୁଚିଗଲି। ଏମିତି ରାତି ହୋଇଗଲା। ମୋ ପୁଅ ସେ ରୁମକୁ ଆସିଲା, ଆଉ ଏପଟ ସେପଟ ଚାଲିଲା। ପରଦା ପଛରେ ଥାଇ ତାର ସବୁ କଥା ଉପରେ ନଜର ରଖୁଥିଲି। ଟିକେ ପରେ ସେ ରୁମର ଗୋଟିଏ ସ୍ଥାନରେ ଟାଇଲ ଉପରେ ବିଛା ହୋଇଥିବା କାର୍ପେଟକୁ କାଢିଦେଲା। ଏସବୁ ଦେଖିକି ମତେ କେମିତି ଅଜବ ଲାଗୁଥିଲା। ଭାବୁଥିଲି କି ସେ କାହିଁକି ସେମିତି କରୁଛି। ମାତ୍ର ଯେବେ ଦେଖିଲି କି ସେ କାର୍ପେଟ ତଳେ ଗୋଟେ ସୁଡ଼ଙ୍ଗ ପରି ରହିଛି, ଆଉ ସେ ସୁଡ଼ଙ୍ଗର କବାଟ ସେ ଜାଗାରେ ରହିଛି, ଆଉ ସେ କବାଟ ଟେକିବା ପରେ ତା ତଳେ ସିଡି ରହିଛି। ଏସବୁ ଦେଖି ମୁଁ ଥରିବାକୁ ଲାଗିଲି, ଆଉ ଭାବିଲି କି ମୋ ଘରେ ଏମିତି ସୁଡ଼ଙ୍ଗ ଅଛି, ଆଉ ମୁଁ ଜାଣିନି କେମିତି। ହେଲେ ସିଡି କୁଆଡେ ଯାଇଛି? ମୋ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ ସବୁ ଉଙ୍କି ମାରୁଥିଲା। ସେହି ଭାବନାରେ ଥିଲି ତ ଏକ ଅଜବ ଦୃଶ୍ୟ ଦେଖିଲି, ଯାହାକୁ ଦେଖି ମୋର ରଙ୍ଗ ଫିକା ପଡିଗଲା। ସେଠାରେ ମୁଁ ଗୋଟିଏ ଝିଅକୁ ଦେଖିଲି, ଯିଏକି ସିଡି ଦେଇ ଉପରକୁ ଅର୍ଥାତ୍ ସେ ରୁମକୁ ଆସିଲା। ଏସବୁ ଦେଖି ମୋ ମୁଣ୍ଡ ଚକ୍କର ଖାଇଗଲା। କିନ୍ତୁ ଏହାର ପର ଦୃଶ୍ୟ ତ ମତେ ଚକିତ କରିଦେଲା ପରି ଥିଲା। କାହିଁକି ନା ଯେତେବେଳେ ମୁଁ ସେଇ ଝିଅର ଚେହେରା ଦେଖିଲି ତ ମୋ ପାଦ ତଳୁ ହିଁ ମାଟି ଖସିଗଲା। ମୋ ମୁଣ୍ଡ ଘୂରିଗଲା। ହୃଦୟ ଜୋର ଜୋର ଧକ୍ ଧକ୍ ହେବାକୁ ଲାଗିଲା। ମୁଁ ବେହୋସ ହୋଇ ତଳେ ପଡିଗଲି। ମତେ ହୋସ ଆସିଲା ତ ଦେଖିଲି କି ହସ୍ପିଟାଲ ବେଡରେ ଅଛି, ଆଉ ମୋ ହାତରେ ଡ୍ରିପ୍ ଲାଗିଛି। ନିଜକୁ ହସ୍ପିଟାଲରେ ଦେଖି ଡରିଗଲି, ଆଉ ସବୁ ମନେ ପକେଇବାକୁ ଚେଷ୍ଟା କରୁଥିଲି। ହେଲେ ମୋର କଣ ହୋଇଥିଲା? ଏଠିକୁ ମୁଁ କେବେ ଆଉ କେମିତି ଆସିଲି? ଏତିକି ଭାବୁ ଭାବୁ ହସ୍ପିଟାଲର ରୁମର କବାଟ ଖୋଲିଲା। ଜଣେ ନର୍ସ ସହିତ ମୋ ପୁଅ ଆସିଲେ। ମୁଁ ଠିକ ଥିବା ଦେଖି ଖୁସି ହେଲା, ଆଉ ଆସିକି ମୋ ପାଖରେ ବସିଗଲା। ମୁଁ ଭାବୁଥିଲି କି ଏସବୁ କଣ ଚାଲିଛି। ସେଠୁ ନର୍ସ ମୋର ଚେକଅପ୍ କଲେ, ଆଉ ପଳେଇଲେ। ସେ ଯିବା ପରେ ପୁଅକୁ ସତ କହିବା ପାଇଁ କହୁ କହୁ ସେ କଥା ଟାଳିଦେଲା। କହିଲା କି ମା, ମୁଁ ଜାଣିଛି ତମେ କଣ ପଚାରିବ,
ମାତ୍ର ଏବେ ତମ ଦେହ ଭଲ ନାହିଁ। ମୁଁ ଚାହୁଁନି କି ପୁଣି ଖରାପ ହେଉ ବୋଲି। ତମେ ଏହି ଘଟଣାକୁ ଏବେ ପାଇଁ ଭୁଲିଯାଅ ଆଉ ଆରାମ କର। ଯେବେ ତମ ଦେହ ପୁରା ଭଲ ହୋଇଯିବ ମୁଁ ପୁରା ସତ କଥା କହିଦେବି କି ହସ୍ପିଟାଲ କେମିତି ଆସିଲ। ସେ ସେଠାରୁ ଚାଲିଗଲା, କିନ୍ତୁ ମୋ ଚିନ୍ତା ଆହୁରି ବଢି ଯାଇଥିଲା। ଭାବୁଥିଲି କି ମୁଁ ଯାହା ଦେଖିଲି ତାହା କେମିତି ସମ୍ଭବ। ମୋ ମନ ଭିତରେ ଭିନ୍ନ ଭିନ୍ନ ଚିନ୍ତାଧାରା ଉଙ୍କି ମାରୁଥିଲା। ମୁଁ ଚୁପ୍ ହୋଇଯାଇଥିଲି, କାରଣ ଯେଉଁ ଝିଅକୁ ମୁଁ ସେଇ ସିଡ଼ି ଦେଇ ଉପରକୁ ଆସିବା ଦେଖିଥିଲି ତା ଚେହେରା ଅବିକଳ ମୋ ବୋହୂର ଚେହେରା ସହିତ ମିଶି ଯାଉଥିଲା। ଆଉ ତାକୁ ଦେଖିବା ପରେ ହିଁ ମୁଁ ବେହୋସ ହୋଇ ତଳେ ପଡ଼ିଯାଇଥିଲି। ମତେ ବିଶ୍ୱାସ ହେଉନଥିଲା କି ମୁଁ ତାକୁ ହିଁ ଦେଖିଥିଲି ନା ଆଉ କେଉଁ ଝିଅ ଥିଲା। ଏମିତି ବି ତ ହୋଇଥିବ କି ସେ ଝିଅର ଚେହେରା ମରିଯାଇଥିବା ବୋହୂର ଚେହେରା ପରି ଲାଗିଲା। କିନ୍ତୁ ସେ ତ ମୋ ବୋହୂ ହୋଇନଥିବ, କାହିଁକି ନା ମୋ ବୋହୂ ତ ମରିସାରିଛି ଆଉ ମୋ ସାମ୍ନାରେ ତାକୁ କବର ଦିଆଯାଇଥିଲା। ମୁଁ ଏକଥା ଭାବି ଭାବି ଥରୁଥିଲି। 2 ଦିନ ପରେ ମତେ ହସ୍ପିଟାଲରୁ ଛୁଟି ମିଳିଲା ତ ପୁଅ ମତେ ଘରକୁ ନେଇଗଲା। ଘରକୁ ଆସୁ ଆସୁ ମୁଁ ପ୍ରଥମେ ପୁଅକୁ ସେହି ପ୍ରଶ୍ନ ପଚାରିଲି। ପୁଅ କହିଲା କି ମା, ତମେ ସତ ଜାଣିବାକୁ ଚାହୁଁଛ ତ? ଠିକ ଅଛି, ଏତିକି କହି ସେ ବାହାରକୁ ଗଲା। ଆଉ କିଛି ସମୟ ପରେ ସେ ପୁଣି ଆସିଲା। ଯେବେ ଫେରିଲା ତ ସାଥିରେ ଜଣେ ଝିଅ ଥିଲା, ଯିଏକି ଆଉ କେହି ନୁହନ୍ତି ବରଂ ମୋ ନିଜର ବୋହୂ ଥିଲା। ତାକୁ ଦେଖିକି ମୁଁ ପୁରା ନିଶ୍ଚଳ ହୋଇଗଲି। ତୁରନ୍ତ ଉଠିକି ଛିଡ଼ା ହୋଇଗଲି। ଡରରେ ମୋ ଆଖି ବଡ଼ ବଡ଼ ହୋଇଗଲା। ମୋ ଦେହରେ କମ୍ପନ ସୃଷ୍ଟି ହେଲା। ସାରା ଜୀବନରେ ଏତେ ଡର ମୁଁ କେବେ ବି ଅନୁଭବ କରିନଥିଲି। ଏତେ ଡରିଯିବାର ଦେଖି ମୋ ପୁଅ ମୋ କାନ୍ଧରେ ତା ହାତ ପକେଇଲା ଆଉ ମତେ ଧରି ନେଲା ଆଉ ବେଡରେ ବସେଇଲା। କହିବାରେ ଲାଗିଲା କି ମା, ମୁଁ ଜାଣିଛି କି ତମେ ମୋ ସ୍ତ୍ରୀ ଏଲିନାକୁ ମାରିବାକୁ ଚେଷ୍ଟା କରିଥିଲ, ମାତ୍ର ସେ ମରି ନଥିଲା। ଏତିକି ଶୁଣୁ ଶୁଣୁ ମୁଁ ଚକିତ ହୋଇଗଲି। ପୁଣି ମୋ ବୋହୂ ଓ ପୁଅ ମିଶିକି ସବୁ ସତ କଥା କହିବାରେ ଲାଗିଲେ। କାହାଣୀରେ ଆଗକୁ ବଢିବା ପୂର୍ବରୁ ପୁଣି ଅନୁରୋଧ କରିବି କି ଏବେ ଯାଏଁ ବି ଯଦି ଭିଡିଓକୁ ଲାଇକ୍ କରିନାହାନ୍ତି ଏବେ ତ କରିଦିଅନ୍ତୁ ଆଉ ଚ୍ୟାନେଲକୁ ବି ସବସ୍କ୍ରାଇବ କରିଦିଅନ୍ତୁ। ଆମର ଏତେ ପରିଶ୍ରମର ଫଳ ଆପଣଙ୍କ ଲାଇକ୍ ଓ ସବସ୍କ୍ରାଇବ ଉପରେ ନିର୍ଭର କରେ। ମୋ ବୋହୂ କହିଲା କି ଯେଉଁଦିନ ତମର ସାଙ୍ଗ ଆସିଥିଲେ ଆଉ ମତେ ବିଷାକ୍ତ ସାପ ଦ୍ୱାରା ମାରିବାକୁ ଚେଷ୍ଟା କରିଥିଲେ, ସେସବୁ ପ୍ଲାନ୍ ମୁଁ ଶୁଣି ଦେଇଥିଲି ଆଉ ତମ ପୁଅଙ୍କୁ କହିଦେଇଥିଲି। ଯେମିତି ସେଇ କେଳା ବିଷାକ୍ତ ସାପକୁ ରୁମରେ ଛାଡିକି ଗଲା, ସେଇ ରୁମରେ ଲୁଚିକି ରହିଥିବା ଆଉ ଜଣେ କେଳା ତାକୁ ଧରି ନେଇଥିଲା। ଆଉ ତମର ସେଇ ପ୍ଲାନ୍ ପରେ ଆମେ ଆଉ ଜଣେ କେଳାକୁ ଡାକି ସେଠାରେ ଲୁଚି ରହିବା ପାଇଁ କହିଥିଲୁ। ଆଉ ମୋ ବୋହୂ ଗାଧୋଇବାର ବାହାନା କରି ବାଥରୁମ ବି ଯାଇଥିଲା ସେଦିନ। ତେବେ ସେଦିନ ବୋହୂର ପାଟି ଶୁଣିକି ସାପ କାମୁଡିଥିବା କହି ମୋ ପୁଅ ତାକୁ ହସ୍ପିଟାଲ ନେଇକି ପଳେଇଥିଲା। ଆଉ ପୁଣି ସେ ପ୍ଲାନ୍ କରି ଆଉ ଗୋଟିଏ ମୃତଦେହକୁ ଘରକୁ ନେଇ ଆସିଲା, ଆଉ ଯାହାକୁ ମୋ ଆଖି ସାମ୍ନାରେ କବର ଦିଆଗଲା। ସେ ମୋ ବୋହୂ ନଥିଲା, ବରଂ ସେହି ମୃତଦେହ ଥିଲା ଯାହାକୁ ମୋ ପୁଅ ହସ୍ପିଟାଲର ମୃତାଘରୁ ନେଇ ଆସିଥିଲା। ସେଠୁ ପୁଅ କହିଲା କି ମୁଁ ଏମିତି ଏଥିପାଇଁ କଲି କି ତମେ ଦ୍ୱିତୀୟ ଥର ବି ତା ଜୀବନ ନେବା ପାଇଁ ଚେଷ୍ଟା କରିପାର। ତମ ବୋହୂ ବହୁତ ହିଁ ଭଲ। ସେ ଛୋଟ ଜାତି କି ପରିବାରର ଏଇଟା ସତ କଥା, ମାତ୍ର ଛୋଟ ଚିନ୍ତାଧାରାର ବିଲକୁଲ ବି ନୁହେଁ। ସେ ଚାହିଁଥାନ୍ତା ତ ତମକୁ ଜେଲକୁ ପଠେଇ ଦେଇ ପାରିଥାନ୍ତା, ମାତ୍ର ସେ ମତେ ବୁଝେଇଲା କି ଆମକୁ ତ ସେହି ଘରେ ହିଁ ରହିବାକୁ ପଡିବ। ଆଉ ମା ମୋ ସହିତ ଏମିତି କଲେ ବୋଲି ମୁଁ କେବେ ବି ତାଙ୍କ ପରି କରିପାରିବି ନାହିଁ। ଆଉ ଏ ଘଟଣା ପରେ ମୁଁ ତଳେ ଥିବା ଗେଷ୍ଟ ରୁମରେ ରହିଯିବି। ଆଉ ସେଇ ସୁଡ଼ଙ୍ଗ ବାବା ଆମ ବଙ୍ଗଳା ତିଆରି କରିବା ସମୟରେ ହିଁ କରିଥିଲେ। ଆଉ ବଡ ଲୋକମାନେ ହିଁ ଏମିତି ସୁଡ଼ଙ୍ଗ କରିଥାନ୍ତି, କାରଣ କିଛି ଅସୁବିଧା ସମୟରେ ସେମାନେ ସେହି ରାସ୍ତା ଦେଇ ବାହାରକୁ ଯାଇପାରିବେ ଆଉ ତାଙ୍କ ଜୀବନ ବଞ୍ଚିଯିବ। ଆଉ ଏଲିନା ପୁଅକୁ କହିଲା କି ଏମିତି କରିବା ଦ୍ୱାରା ମାଙ୍କୁ ମୁଁ ମରିଯିବାର ଅନୁଭବ ବି ହେବ
ଆଉ ସବୁ ସମସ୍ୟା ଠିକ ହୋଇଯିବ। ସେଠୁ ଏଲିନା ସେହି ଗେଷ୍ଟ ରୁମ୍ରେ ରହିବାକୁ ଲାଗିଲା। ସେଠାରେ ସବୁ ପ୍ରକାର ସୁବିଧା ଥିଲା। ରାତିରେ ମୋ ବୋହୂ ପୁଣି ଉପରକୁ ପଳେଇ ଆସୁଥିଲା ଆଉ ପୁଅ ସହିତ ସବୁଦିନ ଆରାମରେ କାଟୁଥିଲା। ଏସବୁ ଶୁଣିବା ପରେ ଲାଜରେ ଯେମିତି ମୋ ମୁଣ୍ଡ ତଳକୁ ହୋଇଗଲା। ମୋ ବୋହୂ ସହିତ ମୁଁ କେତେ ବଡ଼ ଅନ୍ୟାୟ କରିଛି, ତାକୁ କେତେ କଷ୍ଟ ଦେଇଛି, ମାତ୍ର ସେ ମୋର ମଙ୍ଗଳ ଚିନ୍ତା କରିଛି। ମୋ ପୁଅ ଆଉ ବୋହୂକୁ କ୍ଷମା ମାଗିଲି। ସେତେବେଳେ ମୋ ବୋହୂ କହିଲା କି ତମେ କ୍ଷମା କାହିଁକି ମାଗୁଛ? ଆଉ ସେମାନେ ମତେ କ୍ଷମା ବି କରିଦେଲେ। ମୋ ଭୁଲକୁ ମୁଁ ବୁଝିପାରିଥିଲି। ଶେଷରେ ସେହି ଗରିବର ଝିଅକୁ ବୋହୂ ସ୍ୱୀକାର କରି ନେଇଥିଲି। ସେଠୁ ଆମେ ସମସ୍ତେ ଏକାଠି ରହିଲୁ ଆଉ ଏକ ଭଲ ଦିନ ଦେଖିକି ଏକ ବଡ଼ ପାର୍ଟି ରଖିବା ସହିତ ସାରା ଗାଁ ଲୋକଙ୍କୁ ଏକ ବଡ଼ ଭୋଜି ଦେଲି। ଯେଉଁ ଭୋଜିରେ ସବୁ ନିଚ ଜାତି ଉଚ୍ଚ ଜାତି ସହିତ ଧନୀ ଗରିବ ଲୋକ ସାମିଲ ଥିଲେ। ସମସ୍ତଙ୍କ ଆଗରେ ଏଲିନାକୁ ମୋ ବୋହୂ ଭାବେ ସ୍ୱୀକାର କଲି। ଆଉ ଲୋକେ ପ୍ରଶ୍ନ ବି କରିଥିଲେ କି ସେ ତ ମରିଯାଇଥିଲା, କେମିତି ଆସିଲା? କିନ୍ତୁ ମୁଁ ସବୁ ସତ କଥା କହିଦେଇଥିଲି ଆଉ ସମସ୍ତଙ୍କ ଆଗରେ ମୋର ସବୁ ସମ୍ପତ୍ତି ଜମିବାଡିକୁ ମୋ ବୋହୂ ଏଲିନା ନାଁରେ କରିଦେଲି। ଏବେ ଆମ ଘରକୁ ଖୁସି ଫେରିଲା। ତ କାହାଣୀଟି ଏତିକି ଥିଲା। ଏହାକୁ ଆପଣ ସତ ଭାବନ୍ତୁ ବା କାହାଣୀ, କିନ୍ତୁ ଏଥିରେ ଶିକ୍ଷଣୀୟ ବାର୍ତ୍ତା ଏତେ ମାତ୍ରାରେ ଭରି ରହିଥିଲା କି ଆପଣ ଚାହିଁଲେ ବି ଅସ୍ୱୀକାର କରିପାରିବେନି। ଯଦି ହୃଦୟରୁ ଆପଣଙ୍କୁ ଭଲ ଲାଗିଲା ତେବେ ଆପଣଙ୍କୁ ପ୍ରଭୁ ମହାଦେବଙ୍କ ରାଣ ଏବେ ତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଆଜିର ସମାଜରେ ଶାଶୁ ବୋହୂଙ୍କ ଭିତରେ ଘଟୁଥିବା ଏମିତି ଘଟଣା ସବୁକୁ ନେଇ ଆପଣ ମତାମତ ଦିଅନ୍ତୁ। ହଁ, ଭିଡିଓକୁ ଲାଇକ୍ କରିବାକୁ ଜମା ବି ଭୁଲିବେନି, କାରଣ ଏମିତି ଭିଡିଓ ବନେଇବା ପାଇଁ କେତେ ଯେ କଷ୍ଟ କରିବାକୁ ପଡୁଛି ଆପଣ ଦେଖିଲେ ହିଁ ବିଶ୍ୱାସ କରିବେ। ଧନ୍ୟବାଦ। ଜୟ ଜଗନ୍ନାଥ।